नमस्कार दर्शक बंधु आपण समस्त को मो चैनल को पुणी थे स्वागत करुचे। दर्शक बंधु दैनंदिन जीवन में आमे बहुत किछि कार्य करुचे एवं सब बेले आमे चिंता करुचे जे आमर समृद्धि पाई। एबे दर्शक बंधु जेते बेले गोटे गृह निर्माता गृह निर्माण करे नूतन गृह निर्माण करे से वास्तु को प्रथमे प्राधान्य देइथाए। सेथिपई आजिकाली दुनिया रे वास्तुर बहुत गुरुत्व रहिछि। पूर्व काଳରେ वास्तु नियम अनुसार ही गृह निर्माण करा जाउथुला। एहार माने एया नुहे जे सेही समय केही दुखी नथिले। दुखी सुख दुख मनीष जीवनर गोटे मुद्रार दुईटी पार्श्व परी वास्तु को अधिक गुरुत्व दिया जाउथुला। सेही परी वास्तु गच्छ भी किछि अछि जहा आम घरे लगाइबा द्वारा ସେହି ଗଛ ଯେପରି ବଡ଼ ହୋଇ ଯାଇଥାଏ ଆମ ଘରର ସୁଖ ସମୃଦ୍ଧି ବି ସେ ସେମିତି ଉନ୍ନତି ଆଡ଼କୁ ଅଗ୍ରସର କରାଇଥାଏ। ଯେପରିକି ଆମ ଘରର ମା ବୃନ୍ଦାବତୀ କହିଦେବେ ଯେ ଆମ ଘରରେ ସ୍ଥିତି ବର୍ତ୍ତମାନ କେମିତି ଚାଲିଛି। ହଁ ଆଜ୍ଞା, ଆପଣ ଦେଖିଥିବେ ଯେଉଁ ଘରେ ନକାରାତ୍ମକ ଊର୍ଜା ଅଧିକ ଥିବ, ଯେଉଁ ଘରେ ଅଧିକରୁ ଅଧିକ ଆମିଷ ଭକ୍ଷଣ ଦାରିଦ୍ରତା ଦୁଃଖ ଥିବ, ସେହି ଘରର ତୁଳସୀ ଗଛ ସତେଜ ନଥିବ। ଅଚାନକ ସେହି ତୁଳସୀ ଗଛ ଶୁଖିଯିବ। ଯେଉଁ ଘରେ ବ୍ଲାକ୍ ମ୍ୟାଜିକ୍ ଚାଲିଥିବ। ଏହି ସବୁ କଥାର ପୂର୍ବରୁ ହିଁ ଲେଖା ଅଛି। ତୁଳସୀ ଗଛ ଆମ ଘରର ସୁଖ ଦୁଃଖ ସମୃଦ୍ଧିର ପୂର୍ବାନୁମାନ ଆମକୁ ଜଣାଇ ଦେଇଥାଏ। ଏବେ ଦର୍ଶକ ବନ୍ଧୁ ଆମେ ଆଜି ଜାଣିବା 7ଟି ଶୁଭ ଗଛ ଯାହା ଆପଣମାନେ ନିଜ ଘରେ ଲଗାଇବା ଦ୍ୱାରା ଆପଣଙ୍କ ଘରର ସୁଖ ସମୃଦ୍ଧି ନିଶ୍ଚୟ ପ୍ରାପ୍ତ କରିପାରିବେ। ତେଣୁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସେହି 7ଟି ଗଛ ବିଷୟରେ ଆପଣମାନଙ୍କୁ କହିବି। ତା ସହିତ ଏହି ଗଛକୁ ଆପଣମାନେ ଘରର କେଉଁ ଦିଗରେ ଲଗାଇବେ ଏବଂ କିପରି ଲଗାଇବେ, ଯାହାଦ୍ୱାରା କି କେଉଁ ଦିନ ଲଗାଇବେ, ଯାହାଦ୍ୱାରା କି ଆପଣମାନେ ସେହି ବାସ୍ତୁ ଗଛର ପରଫେକ୍ଟ ଫାଇଦା ଆପଣମାନେ ପାଇପାରିବେ। ତେବେ ଦର୍ଶକ ବନ୍ଧୁ ସେହି 7ଟି ଗଛ କ'ଣ ଚାଲନ୍ତୁ ଜାଣିବା। ତା ଆଗରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଏ ପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ ପ୍ରଥମ ଆମେ ଜାଣିବା ଯେଉଁ ଗଛ ବିଷୟରେ ଆଜି ଆପଣମାନଙ୍କୁ କହିବି ଆପଣମାନେ ଜାଣିଛନ୍ତି କି ନାଇଁ ମୁଁ ଜାଣିନି। ସେହି ଗଛ ହେଉଛି ଶ୍ଵେତ ଅରଖ ଗଛ। ଏହି ଶ୍ଵେତ ଅରଖ ଗଛ ଦେବଦେବ ମହାଦେବଙ୍କର ଅତି ପ୍ରିୟ ହୋଇଥାଏ। ଯେତେବେଳେ ଏହି ଗଛ ପୁରୁଣା ହୋଇଯାଏ, ଅଧିକରୁ ଅଧିକ ପୁରୁଣା ହୋଇଯାଏ, ଏହି ଗଛର ଚେରକୁ ଆପଣମାନେ ଡେଉରିଆ କରି ନିଜ ହାତରେ ବି ପିନ୍ଧାଇ ପାରିବେ, ଯାହାଦ୍ୱାରା ଆପଣମାନେ ଶତ୍ରୁନାଶରୁ ଶତ୍ରୁ ପୀଡ଼ାରୁ ମୁକ୍ତି ପାଇପାରିବେ। ଏହି ଗଛ, ଏହି ଶ୍ଵେତ ଅରଖ ଗଛ ଆପଣମାନେ ଦେଖିବେ ଯେ ହୁଏତ ଆପଣଙ୍କ ଆଡ଼େ ଅଛି କି ନାହିଁ ମୁଁ ଜାଣିନି। ଯଦି ଏହାକୁ ଆପଣମାନେ କିଣିବା ପାଇଁ ଚାହୁଁଛନ୍ତି ଅନଲାଇନରୁ ବି କିଣିପାରିବେ। ଦର୍ଶକ ବନ୍ଧୁ ଏହି ଶ୍ଵେତ ଅରଖ ଗଛ ଆପଣମାନେ ସୋମବାର ଦିନ ନିଜ ଘରେ ନିଶ୍ଚୟ ଲଗାନ୍ତୁ ଏବଂ ଏହି ଗଛ ନିଜ ଘରର ଡାହାଣ ପଟେ ଘରୁ ବାହାରିବା ବେଳେ ଯେତେବେଳେ ଆପଣ ଘରୁ ବାହାରକୁ ଯାଉଛନ୍ତି ସେହି ସମୟରେ ଯେପରି ଏହି ଗଛ ଡାହାଣ ପଟେ ରହିବ। ସୋମବାର ଦିନ ଶ୍ଵେତ ଅରଖ ଗଛଟି ନିଜ ଘରେ ଲଗାନ୍ତୁ। ଏହି ଗଛ ଧନ ବୃଦ୍ଧିକାରକ ଗଛ ଅଟେ। ଏହି ଗଛ ଧନ ସମୃଦ୍ଧିକୁ ସୁଖ ସମୃଦ୍ଧି ବୈଭବକୁ ଆହୁରି ଅଧିକରୁ ଅଧିକ ଆଗକୁ ନେଇଥାଏ। ତେଣୁ ମୁଁ ଆପଣମାନଙ୍କୁ କହିବି ଯେ ଯେତେ ପୂଜାପାଠ କରୁଛନ୍ତି, ଯେତେ ବାସ୍ତୁ ନିୟମ କରୁଛନ୍ତି, ଯାହା କରୁଛନ୍ତି କରନ୍ତୁ, ଆମେ ଏହି ବାସ୍ତୁ ଗଛ ଗୋଟିଏ ଗୋଟିଏ ନିଜ ଘରେ ଲଗାଇବା ନିଶ୍ଚୟ ଦରକାର ଅଟେ। ନିଜ ବାଲକୋନିରେ ଯଦି ଆପଣମାନଙ୍କର ସୁବିଧା ନାହିଁ ବାଲକୋନିରେ ବି ଲଗାଇ ପାରନ୍ତି। ଏବେ ଦ୍ୱିତୀୟ କଥାଟି ଏହାଟେ ଯେ ଦ୍ୱିତୀୟ ଗଛ ଅଛି ଯେ ଦେଶୀ ପାନପତ୍ର ଗଛ। ଆପଣମାନେ କହିବେ ଦେଶୀ ପାନପତ୍ର ଗଛ ଆମର କ'ଣ ଫାଇଦା କରିବ? ଦର୍ଶକ ବନ୍ଧୁ ଏହି ଦେଶୀ ପାନପତ୍ର ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଦୁର୍ଗାଙ୍କୁ ନବରାତ୍ରି ସମୟରେ ଦେଶୀ ପାନପତ୍ର ଚଢ଼ାଯାଏ ଏବଂ ତାଠାରୁ ବି ଆହୁରି ସୁନ୍ଦର କଥା ଏଇଆ ଯେ ହନୁମାନଙ୍କୁ ଯଦି ଦେଶୀ ପାନପତ୍ର ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ରାମ ଲେଖିକରି ସେହି ପାନପତ୍ରରେ ଯଦି ହନୁମାନଙ୍କୁ ଚଢ଼ାଇବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହେବ। ତା ସହିତ ଯଦି ଦେଶୀ ପାନପତ୍ରର 108ଟି ମାଳା କରି ରାମ ରାମ ଲେଖି ହନୁମାନଙ୍କୁ ଚଢ଼ାଇବେ ତେବେ
ଏହା ଆପଣଙ୍କର ଘରର ଉନ୍ନତି କରିବ। ଘରର ଯାହା ବି ବାଧାବିଘ୍ନ ଅଛି ହନୁମାନଙ୍କ ଦୟାରେ ଏହା ନିଶ୍ଚୟ ଦୂର ହୋଇଯିବ। ତେଣୁ ଦେଶୀ ପାନପତ୍ର ଗଛଟିଏ ଗୁରୁବାର ନହେଲେ ଶୁକ୍ରବାର ଦିନ ଆପଣଙ୍କ ଘରେ ଆପଣମାନେ ନିଶ୍ଚୟ ଲଗାନ୍ତୁ। ଏବଂ ଏହି ଗଛକୁ ବହୁତ ଜଣ ପୂଜା ବି କରନ୍ତି, କାରଣ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ଏହି ଗଛ। ଆପଣମାନେ ଦେଖିବେ ଯାହା ଘରେ ଅଧିକ ଧନ ସମ୍ପତ୍ତି ଅଛି ସେହି ଘରେ ଏହି ସବୁ ଜିନିଷ ଅଧିକ ବଢି ବଢି ଚାଲିଥାଏ। ଆପଣମାନେ ଏହାକୁ ଥରେ ଅନୁମାନ କରନ୍ତୁ। ୟାର ମାନେ ଏଇଆ ନୁହେଁ ଯେ ଅନ୍ୟମାନଙ୍କ ଘରେ ହେବ ନାହିଁ। ଆପଣମାନେ ଏହି ଗଛକୁ ଥରୁଟିଏ ଲଗାନ୍ତୁ, ଦେଖିବେ ଆପଣଙ୍କ ଘରର ସୁଖ ସମୃଦ୍ଧି ନିଶ୍ଚୟ ଟାଣି ହୋଇ ଆସିବ। ତା ସହିତ କିଛି ପୂଜା, କିଛି ନୀତି ନିୟମ, ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ନିୟମ, ଏହା ସବୁ ବି ଆପଣମାନଙ୍କୁ କରିବା ପାଇଁ ପଡ଼ିବ। ତେବେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣମାନେ କ'ଣ କରିବେ, ମୋ ଚ୍ୟାନେଲକୁ ଯାଇ ଥରୁଟିଏ ଭିଜିଟ୍ କରନ୍ତୁ। ଏମିତି ବହୁତ ସାରା ଲକ୍ଷ୍ମୀ ପ୍ରାପ୍ତିର ଉପାୟ ଆପଣମାନେ ମୋ ଚ୍ୟାନେଲରେ ଦେଖିପାରିବେ। ଏବେ ତୃତୀୟ ଗଛଟି କ'ଣ ଅଟେ? ଦର୍ଶକ ବନ୍ଧୁ, ତୃତୀୟ ଗଛଟି ଅଟେ କୁବେର ପ୍ଲାଣ୍ଟ ବା ଜଡେ ପ୍ଲାଣ୍ଟ। ଏହାକୁ କୁବେର ଗଛ ବୋଲି କୁହାଯାଏ। କୁବେର ଦେବତାଙ୍କର ଏହି ଗଛ ଅତ୍ୟନ୍ତ ପ୍ରିୟ ଅଟେ। ଏହି କୁବେର ପୋଧା ବା ଜଡେ ପ୍ଲାଣ୍ଟ ଆପଣମାନେ କ'ଣ କରିବେ, ବୁଧବାର ଦିନ କିମ୍ବା ଶୁକ୍ରବାର, ଗୁରୁବାର ଶୁକ୍ରବାର ଯେଉଁ ଦିନ ବି ନିଜ ଘରେ ଲଗାଇବେ। ଘରର ଦକ୍ଷିଣ ଦିଗରେ ଏହାକୁ ଲଗାଇବେ। ଦକ୍ଷିଣ ପଶ୍ଚିମ ବା ଦକ୍ଷିଣ ଦିଗରେ ଲଗାଇବେ। ଏହାକୁ ଟିକେ ଖରା ବି ଦରକାର ଅଟେ। ଯେଉଁ ଗଛ ସବୁ ଆଜି ଆପଣମାନଙ୍କୁ କହୁଛି, ଆପଣମାନେ ଗଛ ବି ଟିକେ ଟିକେ ଖରା ବି ଲଗାଇବେ, ନଚେତ୍ ଗଛ ବଢିବ ନାହିଁ। ତେବେ ଏହି ଜଡେ ପ୍ଲାଣ୍ଟ ବା କୁବେର ପୋଧା ଆପଣମାନେ ନିଜ ଘରର ଯଦି ମୁଖ୍ୟ ଦ୍ୱାର ସାମ୍ନାରେ ଜାଗା ଅଛି, ଚେଷ୍ଟା କରିବେ ଯେ ଦକ୍ଷିଣ ପଟେ ଲଗାଇବେ, କିମ୍ବା ଆପଣ ବାଲକନି ଛାତ ଉପର ଲଗାଇ ପାରିବେ। କିନ୍ତୁ ଯେଉଁ ଜାଗାରେ ବି ଲଗାଇବେ ଚେଷ୍ଟା କରିବେ ସେହି ଜାଗା ସଫାସୁତୁରା ହେବା ଦରକାର। ଏହା ଥିଲା ତୃତୀୟ ନମ୍ବର ଗଛ। ଏହି ଗଛ ଯେପରି ବଡ଼ ହୋଇଯିବ ଆପଣଙ୍କ ଘରର ସୁଖ ସମୃଦ୍ଧି ସେମିତି ବଢିବ। ଧନତେରସ ଦିନ ଏହି ଗଛ ଘରକୁ ଆଣି ଲଗାଇବା ଅତ୍ୟନ୍ତ ଶୁଭକାରୀ ଅଟେ। ଯଦି ଆପଣମାନେ ସେହି ଦିନ ନ ଲଗାଇ ପାରୁଛନ୍ତି, ଗୁରୁବାର, ଶୁକ୍ରବାର, ବୁଧବାର ଲଗାନ୍ତୁ। ମା ଲକ୍ଷ୍ମୀଙ୍କର ଏବଂ କୁବେର ଦେବତାଙ୍କର ଅତି ପ୍ରିୟ ହୋଇଥାଏ ଏହି ବାର। ଥରୁଟିଏ ନିଜ ଘରେ ଏହି ଗଛକୁ ଲଗାନ୍ତୁ। ଏବଂ ଦର୍ଶକ ବନ୍ଧୁ, ପ୍ରତ୍ୟେକ ମଣିଷ ଗଛର ବି ସେବା କରିବା ଦରକାର, ପ୍ରତ୍ୟେକ ଜୀବର ବି ସେବା କରିବା ଦରକାର। ବାସ୍ତୁ ଗଛ ହେଲେ ବି ଆମେ ତ ତାର ସେବା କରିବା ନା, ଏହା ବହୁତ ଭଲ ଅଟେ। ଚତୁର୍ଥ ଗଛଟି ଏଇଆ ଅଟେ ଯେ ଲକି ବମ୍ବ ବା ବମ୍ବ ପ୍ଲାଣ୍ଟ। ଦର୍ଶକ ବନ୍ଧୁ, ଏହି ବମ୍ବ ପ୍ଲାଣ୍ଟ ପ୍ରାଇସ୍ ଟିକେ ଅଧିକ ହୋଇଥାଏ, କାରଣ ଏହା ସେତିକି ଶୁଭକାରୀ ଗଛ ଅଟେ। ଯଦି ଆପଣମାନେ ନିଜର ଘର କିଣିବା ପାଇଁ ଚାହୁଁଛନ୍ତି, ଯଦି ଆପଣଙ୍କର ସ୍ୱପ୍ନ ଅଛି ଯେ ଆପଣ ଘର କିଣିବେ, ଜାଗା କିଣିବେ, ଏସବୁ କିଣିବାର ଆପଣ ସ୍ୱପ୍ନ ଅଧା ଅଧୁରା ରହିଯାଉଛି, ଥରୁଟିଏ ଏହି ଗଛକୁ ନିଜ ଘରକୁ ଆଣନ୍ତୁ। ହଁ ଆଜ୍ଞା, ଏହି ଗଛ ଆପଣଙ୍କର ଘରର ସୁଖ ସମୃଦ୍ଧିକୁ ଆହୁରି ଆଗକୁ ନବ। ତେଣୁ ଏହି ଗଛକୁ ଆପଣମାନେ ନିଜ ଘରକୁ ନିଶ୍ଚୟ ଆଣନ୍ତୁ। ନିଜ ଘରର ପୂର୍ବ ଦିଗ, ଘର ଭିତରେ ଲଗାଇବେ ଏହାକୁ, ଯାହାକି ପୂର୍ବ ଦିଗ ହୋଇଥିବ, କିମ୍ବା ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ ଏମିତି ହେଇଥିବ। କିନ୍ତୁ ଘରର ପୂର୍ବ ଦିଗ ପଟେ ଲଗାଇଲେ ଏହି ଗଛକୁ ଅଧିକ ସମୃଦ୍ଧି ଦବ। ତେଣୁ ଏହି ଗଛକୁ ଆପଣମାନେ ଲଗାଇବେ। ଗୋଟିଏ ନୁହଁ, ଦୁଇଟି ଗଛ ଆଣିବେ। ଏହା ଆପଣଙ୍କ ଘରର ସୁଖ ସମୃଦ୍ଧିକୁ ଆହୁରି ଆଗକୁ ବଢାଇବ। ଏବେ ପଞ୍ଚମ ନମ୍ବରରେ ଗଛଟି ଆସୁଛି ଯେ ମନି ପ୍ଲାଣ୍ଟ ଗଛ। ମନି ପ୍ଲାଣ୍ଟ ଗଛ କୁହାଯାଏ ଏହା ଆମ ଘରର ସମୃଦ୍ଧିକୁ ଆହୁରି ଆଗକୁ କରେ, ଅର୍ଥାତ୍ ଟଙ୍କାକୁ ଆକର୍ଷିତ କରେ। ଏହି ଗଛ ଯାହା ଘରେ ଥାଏ ତା ଘରେ ଟଙ୍କା ବି ସେମିତି ବଢି ବଢି ଚାଲିଥାଏ। ଆପଣମାନେ ଦେଖିବେ ଅନ୍ୟ ଗଛ ସବୁ ହଉଥିବ, କିନ୍ତୁ ଯାହା ଘରେ ଟଙ୍କା ନଥିବ ଏହି ଗଛ ସେମିତି ଶୁଖି ଶୁଖି ଚାଲିଯିବ, ହେବ ନାହିଁ। ଏହାର ପତ୍ର ପୋକ କାଟିଦେବ କିମ୍ବା ନଷ୍ଟ ହୋଇଯିବ, ଏମିତି ହବ। କିନ୍ତୁ ଯାହା ଘରେ ସମୃଦ୍ଧି ହବ ବା ଆଗକୁ ହେଇ ଚାଲିବ, ତା ଘରେ ଏହି ଗଛ ଅଧିକରୁ ଅଧିକ ମାଳିବ, ଉପରକୁ ମାଳିବ ଏମିତି। ତେବେ ମନି ପ୍ଲାଣ୍ଟକୁ କେବେ ବି କିଣିକରି ଲଗାଇବେ ନାହିଁ। ଏହାକୁ ବୁଧବାର କିମ୍ବା ଶୁକ୍ରବାର ଦିନ ଚୋରାଇ କରି ଲଗାଇବେ। ଅର୍ଥାତ୍ ଆପଣ କାହାକୁ ମାଗି ବି ପାରନ୍ତି। ଦେଖିବି ଯାହା ଘରର ସୁଖ ସମୃଦ୍ଧି ଅଧିକ ଅଛି ନିଜେ ଦେଖିବେ, ଏବଂ ତାଙ୍କୁ ଯଦି ଆପଣ ମାଗୁଛନ୍ତି ସମ୍ମାନର ସହିତ ଦଉଛନ୍ତି ତାହେଲେ ଭଲ କଥା। ନହେଲେ ଆପଣ ଏହି ଗଛ ଚୋରାଇ କରି ଲଗାଇଲେ ଭଲ, ଯାହାକି ପୂର୍ବରୁ ମତ ଅଛି
ଆପଣଙ୍କ ଇଚ୍ଛା ଆପଣ ଏହାକୁ କିପରି ଲଗାଇବେ, କିନ୍ତୁ କିଣିକରି ଲଗାଇବାଠୁ 100 ଗୁଣରେ ଭଲ ଆପଣ କାହାଠୁ ନେଇକରି ଲଗାନ୍ତୁ। ଚୋରାଇ କରି ନହେଲେ ବି କାହାଠୁ ନେଇକରି ଲଗାନ୍ତୁ। ଷଷ୍ଠରେ ଆସୁଛି ଅଁଳା ଗଛ, ବେଲ ଗଛ। ଏହା ଉପରେ ଆଗରୁ ଭିଡ଼ିଓ ବି ମୁଁ ବନାଇଛି। କୁହାଯାଏ ଯାହା ଘରେ ଅଁଳା ଗଛ ଥାଏ ତା ଘରେ ଦରିଦ୍ରତା ସମୂଳେ ନାଶ ହୋଇଯାଏ। କୁହାଯାଏ ଅଲକ୍ଷ୍ମୀ ସେ ଘରେ ପାଦ ବି ରଖନ୍ତିନି। ଏପରି ଏକ ଗଛ ଯେଉଁ ଗଛରେ କୁ ପୂଜା କରିବା ଦ୍ୱାରା ଆପଣ ଲକ୍ଷ୍ମୀ ନାରାୟଣ ଏବଂ ଶିବ ପାର୍ବତୀ ଦୁଇ ଜଣଙ୍କର ପୂଜା କରିପାରିବେ। ହରିହର ଦୁଇ ଜଣଙ୍କର ପୂଜା କରିପାରିବେ। ସେ ହେଉଛି ଅଁଳା ଗଛ। ବେଲ ଗଛ, ଯାହାକି ମା ଲକ୍ଷ୍ମୀ ସନ୍ଧ୍ୟା ସମୟରେ ବେଲ ଗଛ ମୂଳେ ବସିକରି ଓମ୍ ନମ ନାରାୟଣାୟ ନମଃ ମନ୍ତ୍ର ଜପ କରନ୍ତି ଦେବଦେବ ମହାଦେବଙ୍କ ଆଶୀର୍ବାଦରେ। ଏବଂ ଏହି ବେଲ ଗଛ ମୂଳେ ଯିଏ ଗୋଟିଏ ଢାଳ ଜଳ ଅର୍ପଣ କରେ ପ୍ରତ୍ୟେକ ଦିନ, ସେ ସ୍ୱୟଂ ମହାଦେବଙ୍କର ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ସହିତ ସମାନ ହୋଇଥାଏ। ତେବେ ଏହି ଅଁଳା ଗଛ ଏବଂ ବେଲ ଗଛକୁ ଗୁରୁବାର ଦିନ ନିଜ ଘରେ ନିଶ୍ଚୟ ଲଗାନ୍ତୁ। ଏହାକୁ ଯଥାବିଧି ପୂଜା ବି କରନ୍ତୁ ପ୍ରତ୍ୟେକ ଦିନ। ନିଜେ ଦେଖିବେ ନିଜ ଘରର ଉନ୍ନତିକୁ। ଥରୁଟିଏ ବିଶ୍ୱାସରେ ରଖି କାର୍ଯ୍ୟ କରନ୍ତୁ, କର୍ମ କରନ୍ତୁ, ନିଶ୍ଚୟ ଉନ୍ନତି ହେବ। ଏବେ ସପ୍ତମ ଗଛଟି ଏଇଆ ଅଟେ ଯେ କଦଳୀ ଗଛ। କଦଳୀ ଗଛକୁ କିଛି ଜଣ ନିଜ ଘରେ ଲଗାଇବା ପାଇଁ ଡରି ଯାଆନ୍ତି, କିନ୍ତୁ ଯାହା ଘରେ ଧନ ଜନିତ ସମସ୍ୟା, ସନ୍ତାନ ଜନିତ ସମସ୍ୟା ଲାଗି ରହୁଛି, ସ୍ୱାମୀଙ୍କର ଉନ୍ନତି ଯଦି ଚାହୁଁଛନ୍ତି, ଥରୁଟିଏ ଗୁରୁବାର କିମ୍ବା ପୂର୍ଣ୍ଣିମା ତିଥିରେ କଦଳୀ ବୃକ୍ଷକୁ ନିଜ ଘରେ ଲଗାନ୍ତୁ। ଜଳ ଅର୍ପଣ କରି ବିଧିପୂର୍ବକ ସ୍ଥାପନ କରନ୍ତୁ। ଦେଖିବେ ଆପଣଙ୍କର ଘରର ଉନ୍ନତି କିପରି ଆଗକୁ ବଢ଼ି ବଢ଼ି ଚାଲିବ। ଏବେ ଦର୍ଶକ ବନ୍ଧୁ, ଏହି 7ଟି ଶୁଭ ଗଛକୁ ଆପଣମାନେ ନିଜ ଘରେ ଲଗାନ୍ତୁ। ଏବଂ ମା ବୃନ୍ଦାବତୀଙ୍କର ତ ଘରେ ଘରେ ଅଛି। ମା ବୃନ୍ଦାବତୀଙ୍କର ନୀତି ନିୟମ, ମା ବୃନ୍ଦାବତୀଙ୍କର ଆଶୀର୍ବାଦ ଘରେ ଘରେ ପରିଚିତ। ୟା ଉପରେ ଆଉ କ'ଣ କହିବି। ତେଣୁ ଏହି ଗଛକୁ ନିଜ ଘରେ ଲଗାନ୍ତୁ ଏବଂ ଶୁଭାଶୁଭ ଫଳ ନିଶ୍ଚୟ ପାଇପାରିବେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏହି ଗଛ ଲଗାଇ ନାହାନ୍ତି, ଆପଣମାନେ ନିଜ ଘରେ ନିଶ୍ଚୟ ଲଗାନ୍ତୁ ଏବଂ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ ଯେ ଆପଣମାନେ ଏକମତ କି ମୋ ଭିଡ଼ିଓରେ ମୁଁ ଯେଉଁ ଉପାୟ ସବୁ ଆଜି କହିଲି, ଏହି ଗଛ ସବୁକୁ ଆପଣମାନେ ନିଜ ଘରେ ଲଗାଇବେ କି ନାହିଁ, କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।